ଜୟ ଜଗନ୍ନାଥ ସମସ୍ତଙ୍କୁ ଶୁଭ ସକାଳ। ସମସ୍ତଙ୍କୁ ମନୋଜ ଏଜୁକେସନ୍ ୟୁଟ୍ୟୁବ୍ ଚ୍ୟାନେଲକୁ ସ୍ୱାଗତ। ପୂର୍ବ ଭିଡ଼ିଓରେ ମୁଁ ଗୋଟେ ସର୍ଟ ନୋଟିଫିକେସନ୍ ଆଣିଥିଲି ଯେଉଁଟା ଆର୍ଆଇ ଅମିନର କମ୍ବାଇନ୍ କହିଥିଲି ଆପ୍ରୋକ୍ସିମେଟଲି 5000 ଭେକେନ୍ସି ଅଛି। ତାହାର ଫୁଲ୍ ନୋଟିଫିକେସନ୍ ଆଉଟ୍ ହୋଇସାରିଛି। ଅଫିସିଆଲ୍ ୱେବସାଇଟ୍ ଓ SSC ୱେବସାଇଟ୍ରେ ଆପଣ ଯାଇକି ଚେକ୍ କରିପାରିବେ। ଯାହା ରହିଛି ଲେଟର୍ ନମ୍ବର ବା ନୋଟିସ୍ ନମ୍ବର ରହିଛି 120/2025 3219/OSSC। ଡେଟ୍ ରହିଛି 30 ଡିସେମ୍ବର 2025। ତ ଏଇ ଡିସେମ୍ବର 30 ତାରିଖରେ ନୋଟିଫିକେସନ୍ଟି ଆସିଛି। କ'ଣ ଆସିଛି ନା ଇନଭାଇଟେସନ୍ ଅଫ୍ ଅନଲାଇନ୍ ଆପ୍ଲିକେସନ୍ ଫର୍ କମ୍ବାଇନ୍ ରିକ୍ରୁଟମେଣ୍ଟ ଏକ୍ଜାମିନେସନ୍ 2025 ଫର୍ ଦ ପୋଷ୍ଟ ଅଫ୍ ରେଭିନ୍ୟୁ ଇନ୍ସପେକ୍ଟର RI, ICDS ସୁପରଭାଇଜର, ଭିଲେଜ ଏଗ୍ରିକଲଚର ୱାର୍କର, ଜୁନିୟର ଆସିଷ୍ଟାଣ୍ଟ ରେଭିନ୍ୟୁ ଇନ୍ସପେକ୍ଟର ARI, ଅମିନ୍, SFS ଷ୍ଟାଟିଷ୍ଟିକାଲ ଫିଲ୍ଡ ସର୍ଭେ। ଯାହା କହିଥିଲି ଗୋଟେ କମ୍ବାଇନ୍ ହେଇକି ଆସିବ। ତାର ଫୁଲ୍ ନୋଟିଫିକେସନ୍ ଆଉଟ୍ ହୋଇସାରିଛି। ଆପଣମାନେ ଚାହିଁଲେ ଚେକ୍ କରିପାରିବେ। ଯାହାର ଆପ୍ଲାଏ ଡେଟ୍ ରହୁଛି 7/1/2026 ରୁ 31/1/2026। ମତଲବ ଆପଣମାନେ 31/1/2026 ପର୍ଯ୍ୟନ୍ତ ରେଜିଷ୍ଟ୍ରେସନ୍ କରିପାରିବେ ଆଉ ଆପ୍ଲିକେସନ୍ ସବମିଟ୍ ମାରିପାରିବେ 7/2/2026 ପର୍ଯ୍ୟନ୍ତ। ଆସନ୍ତୁ ଆଉ ଟିକେ ଡିଟେଲ୍ସରେ ଦେଖିବା କ'ଣ କ'ଣ ଅଛି ଆପ୍ଲିକେସନ୍ PDFରେ। କେଉଁଥିରେ କେତେ ପୋଷ୍ଟ ଭେକେନ୍ସି ଅଛି ଦେଖନ୍ତୁ। RIରେ 165, ICDSରେ 286, ଭିଲେଜ ଏଗ୍ରିକଲଚରରେ 520, ଜୁନିୟର ଆସିଷ୍ଟାଣ୍ଟରେ 1237, ଆସିଷ୍ଟାଣ୍ଟ ରେଭିନ୍ୟୁ ଇନ୍ସପେକ୍ଟରରେ 422। ଏସବୁ ବିଭିନ୍ନ ପଦବୀ ଅଛି। ତଳକୁ ଅଛି ଅମିନରେ 378, 284 ଭିଲେଜ ସୁପର। ଯେତେ ଭେକେନ୍ସି ଥିଲା ସବୁ ଦେଖିପାରିଲେ। ଆସନ୍ତୁ ଦେଖିବା କ୍ୱାଲିଫିକେସନ୍। ଏ କ୍ୟାଣ୍ଡିଡେଟ୍ ମଷ୍ଟ ହେଭ୍ ବିଲୋ 42ରୁ କମ୍ 20ରୁ ଅଧିକ ହେଉଥିବା 1 ଜାନୁଆରୀ 2025 ସୁଦ୍ଧା ହେଉଥିବା ଦରକାର। ICDSର ଏଇ ICDSଟା କେବଳ ଝିଅ ପିଲାମାନଙ୍କ ପାଇଁ। ତାହା ବି ସେମ୍ ଅଛି। 42ରୁ କମ୍ ବର୍ଷ ହେଉଥିବ, 21ରୁ ଅଧିକ ବର୍ଷ ହେଉଥିବ 1 ଜାନୁଆରୀ 2025 ସୁଦ୍ଧା। ଆଉ ଏହାର ସବୁ ନୋଟିଫିକେସନ୍ ଆପଣମାନେ ଚାହିଁଲେ ତଳକୁ ତଳ ସ୍କ୍ରଲ୍ କରି ଚେକ୍ କରିପାରିବେ। ସେମ୍ ଅଛି, ମାନେ ଆପ୍ରୋକ୍ସିମେଟଲି ଆପଣଙ୍କୁ 21 ବର୍ଷରୁ ଅଧିକା ହେଉଥିବା ଦରକାର। ଏହା ଥିଲା ଡିଟେଲ୍ସରେ ଏତିକି। ତାପରେ ଆସନ୍ତୁ ଆଉ ଟିକେ ଦେଖିବା କ'ଣ କ'ଣ ଅଛି ଏଜ୍ ରିଲାକ୍ସେସନ୍। SC ST SCBC ପିଲାମାନଙ୍କ ପାଇଁ 5 ବର୍ଷ ଏଜ୍ ରିଲାକ୍ସେସନ୍ ଅଛି। ଅପର ଏଜ୍ ଲିମିଟ୍ 5 ବର୍ଷ ଅଛି। RI ARI ଜୁନିୟର ଆସିଷ୍ଟାଣ୍ଟ ପଦ ପୋଷ୍ଟ ICDS ଏଇଟା କେବଳ ଓନ୍ଲି ଝିଅ ଗାର୍ଲସ ପିଲାମାନଙ୍କ ପାଇଁ, ଯାହାର ରିଲାକ୍ସେସନ୍ 5 ବର୍ଷ ବି ଅଛି। ଆଉ PWD କ୍ୟାଣ୍ଡିଡେଟ୍ମାନଙ୍କ ପାଇଁ ମଧ୍ୟ 10 ବର୍ଷ ଏଜ୍ ରିଲାକ୍ସେସନ୍ ରଖାଯାଇଛି। ଆପଣମାନେ ଚାହିଁଲେ PDFରେ ଚେକ୍ କରିପାରିବେ। ଆସନ୍ତୁ ଆଉ ଟିକେ ଦେଖିବା ସିଲାବସ୍। ସିଲାବସ୍ ଦେଖିବା ପୂର୍ବରୁ ଟିକେ ଦେଖିବା ଫି କଥା। ପୂର୍ବର ଯେତେ ବି ଏକ୍ଜାମ୍ ହେଉଥିଲା ତାର କୌଣସି ଅନଲାଇନ୍ ଫି ନଥିଲା। ମାନେ ବହୁତ ଗୁଡ଼ା ଫେକ୍ ଆପ୍ଲାଏ ହେଉଥିଲା। ତ ସରକାର ଏଥର କ'ଣ କରିଛନ୍ତି ନା କେବଳ SC ST PW କ୍ୟାଣ୍ଡିଡେଟ୍ମାନଙ୍କୁ ଛାଡ଼ିଦେଲା ପରେ ଆଉ ଗାର୍ଲସ ପିଲାମାନଙ୍କୁ ଛାଡ଼ିଦେଲା ପରେ ଯେ ରହିଲେ ସେମାନଙ୍କର ଗୋଟେ ମିନିମମ୍ ଭ୍ୟାଲୁ କରାଯାଇଛି 500 ଟଙ୍କା ଚାର୍ଜେସ୍, ଯାହା ରିଫଣ୍ଡେବୁଲ୍ ଅଛି। ଆପଣମାନେ ଏକ୍ଜାମ୍ ଦେଇ ସାରିଲା ପରେ ଏହା ରିଫଣ୍ଡ ହେବ। ଯାହା ସେଠି ମେନସନ୍ ଅଛି। ଆସନ୍ତୁ ଟିକେ ଦେଖିବା କେଉଁଠି ଲେଖା ହେଇଛି ରିଫଣ୍ଡେବୁଲ୍ ହେବ ବୋଲି। 500 ଟଙ୍କାଟେ ଅଛି, ବେଶୀ ନାହିଁ। ଯେଉଁମାନେ ପ୍ରକୃତରେ ପକାଇବାକୁ ଚାହୁଁଥିଲେ ସେମାନେ ହିଁ ଆପ୍ଲାଏ କରିପାରିବେ। ଆସନ୍ତୁ ଟିକେ ଦେଖିବା। ଏଇଠି ଲେଖା ହେଇଛି ଦ ରିଫଣ୍ଡ ସେଲ୍ ବି କ୍ରେଡ଼ିଟେଡ୍ ଟୁ ୟୋର୍ ବ୍ୟାଙ୍କ ଆକାଉଣ୍ଟ ଟୁ ପେମେଣ୍ଟ ମେଥଡ଼ ୟୁଜ୍ ବାଇ ଆପ୍ଲିକେସନ୍। ଆପଣ ଆପ୍ଲିକେସନ୍ ପକାଇଲା ବେଳେ ଯେଉଁ ଏକ ଆକାଉଣ୍ଟଟି ଏଡ଼୍ କରିଥିବେ ସେଇଥିରେ ରିଫଣ୍ଡ ହେବ। ତ ଦେଖିଲେ ଆପ୍ଲିକେସନ୍ ଆପ୍ଲାଏ କଲାବେଳେ ଟିକେ ଧ୍ୟାନ ଦେବେ, ସଠିକ୍ ବ୍ୟାଙ୍କ ଆକାଉଣ୍ଟ ନମ୍ବରଟା ଦେବେ ଯେଉଁଥିରେ କି ରିଫଣ୍ଡ ହେବ। ଏହାର ଲାଷ୍ଟ ଡେଟ୍ ରହିଛି ଦେଖନ୍ତୁ, ବାରମ୍ବାର କହୁଛି 7 ଫେବୃଆରୀ 2026। ତା ପୂର୍ବରୁ ସମସ୍ତେ ଆପ୍ଲାଏ କରିଦେବେ। ଲାଷ୍ଟ ଡେଟ୍କୁ ଅପେକ୍ଷା କରିବେ ନାହିଁ। OSSC ସାଇଟ୍ଟା ବହୁତ ସ୍ଲୋ ଚାଲେ। ତ ଏଇ 2-3 ଦିନ ପରେ 7ରୁ 10 ତାରିଖ ଭିତରେ କିମ୍ବା 31 ଭିତରେ ଆପଣମାନେ ହିଁ ସବୁ ସାରି ଦେଇଥିବେ। ଯେଉଁମାନେ ଫିଲ୍ଡ ଜୁନିୟର ଆସିଷ୍ଟାଣ୍ଟ ପକାଇବେ ରେସିଡେଣ୍ଟ ସେମାନେ ହେଇଥିବା ଦରକାର ସେ ଡିଷ୍ଟ୍ରିକ୍ଟର, ଯେଉଁ ଡିଷ୍ଟ୍ରିକ୍ଟ ପାଇଁ ଆପ୍ଲାଏ କରିବେ। ପ୍ଲେସ୍ ଆଣ୍ଡ ଡେଟ୍ ଏକ୍ଜାମିନେସନ୍, ଦ ଏକ୍ଜାକ୍ଟ ଡେଟ୍ ଟାଇମ୍ ଭେନ୍ୟୁ ଏଇଟା ଆପଣମାନଙ୍କୁ ପ୍ରାକ୍ଟିକାଲ୍ ଟେଷ୍ଟ ସ୍କିଲ୍ ଟେଷ୍ଟ ସବୁ ଡକୁମେଣ୍ଟ ଭେରିଫିକେସନ୍ ସେଇ ଆଡ଼ମିଟ୍ କାର୍ଡ଼ରେ ହିଁ ଧୀରେ ଧୀରେ ପ୍ରୋସେସ୍ରେ ଜଣେଇ ଦିଆଯିବ ବୋଲି ଯାହା ଏଠି ମେନସନ୍ ହେଇଛି। ଆସନ୍ତୁ ଆଉ ଟିକେ ଦେଖିବା ସିଲାବସ୍। ସିଲାବସ୍ ଦେଖନ୍ତୁ, ପୂର୍ବରୁ ଯେଉଁ ଯେତେ ବି ଏକ୍ଜାମ୍ ହେଉଥିଲା RI ଅମିନରେ ପ୍ରିଲିମ୍ ହେଉଥିଲା, ମେନ୍ ହେଉଥିଲା। କିନ୍ତୁ ଏବେ ସବୁ ଗୋଟିଏ କରିଦିଆଯାଇଛି। କମ୍ବାଇନ୍ ଯେହେତୁ ହେଇଛି ଗୋଟିଏ କରିଦିଆଯାଇଛି। ତାପରେ ସ୍କିଲ୍ ସେଟ୍ସ ଅଛି। ମ୍ୟାଥମେଟିକ୍ସରେ 20ଟା କ୍ୱେଶ୍ଚନ୍ 20 ମାର୍କ, ଜେନେରାଲ୍ ଷ୍ଟଡି GS GKରେ 20 କ୍ୱେଶ୍ଚନ୍ 20 ମାର୍କ, ଇଂଲିଶରେ 20 କ୍ୱେଶ୍ଚନ୍ 20 ମାର୍କ, ଓଡ଼ିଆରେ 15 କ୍ୱେଶ୍ଚନ୍ 15 ମାର୍କ, କମ୍ପ୍ୟୁଟରରେ 15 କ୍ୱେଶ୍ଚନ୍ 15 ମାର୍କ, ଲଜିକାଲ୍ ରିଜନିଂରେ 15 କ୍ୱେଶ୍ଚନ୍ 15 ମାର୍କ। ଟୋଟାଲ୍ ହେଉଛି 100 କ୍ୱେଶ୍ଚନ୍ 100 ମାର୍କ।
ଯାହା ରହିବ ଘଣ୍ଟେ 30 ମିନିଟ୍ ବା 1.5 ଘଣ୍ଟା। ତାର ନେଗେଟିଭ୍ ମାର୍କିଂ ଅଛି 0.25। ଆପଣମାନେ 4ଟା ଭୁଲ କଲେ 1 ମାର୍କ କଟିବ। ଦେଖି ଚାହିଁ ଟିକେ ବୋଲେଇବେ ଆଉ ପଢ଼ାପଢ଼ି ଟିକେ ବି ଜୋରରେ କରନ୍ତୁ। ଆଉ ଯେଉଁମାନେ ଏଠି କ୍ୱାଲିଫାଏ ହେବେ, ପୋଷ୍ଟ ବାହାରିଥିବା ପୋଷ୍ଟର 3 ଗୁଣା ପିଲା ସ୍କିଲ୍ ଟେଷ୍ଟ ପାଇଁ ଯିବେ ଆଉ ସେମାନେ ହିଁ ସ୍କିଲ୍ ଟେଷ୍ଟ ଦେବେ, ହେଲା କି? ଆପଣମାନେ ଟିକେ ଧ୍ୟାନ ଦେବେ। ସ୍କିଲ୍ ଟେଷ୍ଟ ସେଇମାନେ ଦେବେ ଆଉ ସେଇମାନେ ହିଁ ରେସିଡେଣ୍ଟ ହେଇଥିବା କେଉଁଠିକାର ନା ଯେଉଁ କେଉଁ ପୋଷ୍ଟ ପାଇଁ ସ୍କିଲ୍ ଟେଷ୍ଟ ହେବ। ଆର୍ଆଇ ପାଇଁ ହେବ, ଭିଲେଜ୍ ଏଗ୍ରିକଲଚର ୱାର୍କର ପାଇଁ ହେବ, ଆସିଷ୍ଟାଣ୍ଟ ରେଭିନ୍ୟୁ ଇନ୍ସପେକ୍ଟର ହେବ। ଏମାନଙ୍କ ସବୁ ପାଇଁ ସ୍କିଲ୍ ଟେଷ୍ଟ ଅଛି। ସ୍କିଲ୍ ଟେଷ୍ଟ ବାହାରିଥିବା ପୋଷ୍ଟର 3 ଗୁଣା ପିଲାକୁ ନିଆଯିବ। ତାପରେ ସେଠୁ ସେ କାଟିବ ଧୀରେ ଧୀରେ କରି କାଟିବ। ଆପଣମାନେ ଟିକେ ବି ସ୍କିଲ୍ ଟେଷ୍ଟ ଉପରେ ଧ୍ୟାନ ଦିଅନ୍ତୁ ଯେମିତି ଆପଣମାନେ କ୍ୱାଲିଫାଏ କରିପାରିବେ। ସ୍କିଲ୍ ଟେଷ୍ଟ ହେଉଛି 50 ମାର୍କ, 1 ଘଣ୍ଟା, ଯାହା କମ୍ପ୍ୟୁଟର ବେସ୍ଡ ସ୍କିଲ୍ ଟେଷ୍ଟ ହେବ। ସେଇ ୱାର୍ଡ଼, ଏକ୍ସେଲ୍, ପାୱାର ପଏଣ୍ଟ ଉପରେ ଆପଣମାନଙ୍କୁ କିଛି ଦିଆଯିବ, ତା ଉପରେ କରିବେ। ସିଲେକ୍ସନ୍ କେମିତି ହେବ? ପ୍ରୋଭିଜନାଲ୍ ମେରିଟ୍ ଲିଷ୍ଟ, ରିଟିନ୍ ଟେଷ୍ଟ, ସ୍କ୍ରିନିଂ। ରିଟିନ୍ ଟେଷ୍ଟ ପରେ ଯେଉଁମାନେ ସ୍କ୍ରିନିଂ ହେଲେ ସେମାନଙ୍କୁ ପ୍ରଥମେ ବଛାଯିବ। ତାପରେ ପ୍ରୋଭିଜନାଲ୍ ମେରିଟ୍ ଲିଷ୍ଟ ପରେ ପ୍ରାକ୍ଟିକାଲ୍ ସ୍କିଲ୍ ଟେଷ୍ଟ ପାଇଁ ସେମାନଙ୍କୁ ବଛାଯିବ। ତାପରେ ଡକୁମେଣ୍ଟ ଭେରିଫିକେସନ୍ ହେବ। ତାପରେ ଧୀରେ ଧୀରେ କାଉନସିଲିଂ ହେବ। ଡକୁମେଣ୍ଟ ଭେରିଫିକେସନ୍ ଯେଉଁମାନେ କ୍ୱାଲିଫାଏ କରିବେ କାଉନସିଲିଂ ହେବ। କାଉନସିଲିଂ ପରେ ପ୍ରୋଭିଜନାଲ୍ ସିଲେକ୍ଟ ଲିଷ୍ଟ ଆସିବ, କିଏ କେଉଁଠି ପାଇବ। ଆସନ୍ତୁ ଦେଖିବା କେଉଁଠି କେତେଟା ପୋଷ୍ଟ ଅଛି। ଏଇଟା ଆର୍ଆଇରେ ଟୋଟାଲ୍ ପୋଷ୍ଟ ଅଛି 165ଟି। ଆଉ ଏଇଟା ହେଉଛି ICDSରେ ଓନ୍ଲି ଗାର୍ଲସମାନଙ୍କ ପାଇଁ କେତେଟା ପୋଷ୍ଟ ଅଛି ଦେଖିବା, 286ଟି। ଆପଣମାନେ ଚାହିଁଲେ ଏମିତି ଚେକ୍ କରିପାରିବେ। ଭିଲେଜ୍ ଏଗ୍ରିକଲଚରରେ କେତେଟା ଅଛି ଦେଖନ୍ତୁ, 520 ଅଛି। ଆପଣମାନେ ଚାହିଁଲେ ଏମିତି ଧୀରେ ଧୀରେ ଅଫିସିଆଲ୍ ସାଇଟ୍ରେ ଚେକ୍ କରିପାରିବେ। ଏଇଟା ଗୋଟେ ଜୁନିୟର ଆସିଷ୍ଟାଣ୍ଟରେ କେତେ ଅଛି, ଏଇଟା ଟିକେ ଅଧିକ ଅଛି। ଆପଣମାନେ 1237ଟା ପୋଷ୍ଟ ଅଛି। ଟିକେ ଦେଖନ୍ତୁ ଭଲ ରକମ କେଉଁଟା ଅଛି। ଚାହିଁଲେ ଦେଖିକି ଆପଣ ଆପ୍ଲାଏ କରିପାରିବେ। ଟିକେ ଭଲସେ PDFଟାକୁ ଗୋ ଥ୍ରୋ କରିବେ, ଯାହା ଇଚ୍ଛା। ମୁଁ ଭାବୁଛି ଯଦି ଆପଣମାନଙ୍କୁ ଏଇ ଭିଡ଼ିଓଟି ଇନଫର୍ମେସନ୍ ଲାଗୁଛି, ଚ୍ୟାନେଲକୁ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବେ ଆଉ ସାଙ୍ଗମାନଙ୍କୁ ସେୟାର କରିଦେବେ, ଯାହାଫଳରେ ସାଙ୍ଗମାନେ ସଠିକ୍ ଇନଫର୍ମେସନ୍ ପାଇପାରିବେ। ଆଉ ଯଦି ଆପ୍ଲାଏ କରିବା ପାଇଁ ଚାହୁଁଛନ୍ତି, ଆପ୍ଲାଏ କରିଦେଇ ପଢ଼ାପଢ଼ି ଟିକେ ଜୋରରେ କରନ୍ତୁ। ବହୁତ କମ୍ପିଟିସନ୍ ହେବ, ଯେହେତୁ ଗୋଟିଏ ଏକ୍ଜାମ୍ ଅଛି, ବହୁତ କମ୍ପିଟିସନ୍ ହେବ। ଅନଲାଇନ୍ ମେ ବି ହେଇପାରେ, କାହିଁକିନା ଅଫଲାଇନ୍ କଣ୍ଡକ୍ଟ କରିବା ଏତେ ସହଜ ନୁହେଁ। ତ ଅନଲାଇନ୍ ହେବ, ସିଫ୍ଟ ୱାଇଜ୍ ହେବ। ତ ଆପଣମାନେ ଟିକେ ପଢ଼ାପଢ଼ି କରନ୍ତୁ। ରହୁଛି, ଜୟ ଜଗନ୍ନାଥ। ଲାଇକ୍, ସେୟାର, ସବସ୍କ୍ରାଇବ୍ କରିଦେବେ।